ଜୟ ଜଗନ୍ନାଥ। ଆଜି ସ୍ୱତନ୍ତ୍ର ସାକ୍ଷାତକାରରେ ଆମ ସହିତ ଯୋଡ଼ି ହେଉଛନ୍ତି ପୂର୍ବତନ ନଗରପାଳ ଗୌରହରି ପ୍ରଧାନ। ଆଜ୍ଞା, ଶ୍ରୀକ୍ଷେତ୍ରପୁରୀକୁ ସ୍ୱାଗତ କରିବି। ଆଜ୍ଞା, ବ୍ୟକ୍ତିଗତ ହିସାବରେ ରାଜନୀତି କଥା କହିବା ଏବଂ ସମାଜ ସେବା ଆପଣଙ୍କ ସହିତ ସବୁଠି ନାଁ ଅନୁ ଭାଇ। ସବୁଠି ଯେଉଁଠି ପହଞ୍ଚିଯିବେ ମଞ୍ଚରେ ପହଞ୍ଚିଲେ ଅନୁ ଭାଇ ଆସିଲେ ସବୁଠି ହୋ ହାଲାର ଯେତେ ମହେଶ୍ୱର ମହାନ୍ତି ଥିବା ସମୟରେ ଆପଣଙ୍କ ମଧ୍ୟ ସେଇ ସମୟରେ ହାଇଲାଇଟ୍। ଜୟ ଜଗନ୍ନାଥ। ମହାପ୍ରଭୁ ଜଗନ୍ନାଥ ଜଗନ୍ନାଥଙ୍କର ଏ କ୍ଷେତ୍ରରେ ରାଜନୀତିର ହାଇଲାଇଟ୍ ଆଉ ଇଏର କଥା ନୁହେଁ। ଏ କଥାଟା ହେଉଛି ଲୋକ ସମ୍ପର୍କ। ପୁରୀ ଗୋଟେ ଭାଇଚାରା ସହର। ଏଠି ସମସ୍ତଙ୍କ ସମ୍ପର୍କ। ଏଇଟା ଗୋଟେ ଛୋଟ ସହର ଯେ ପାରିବାରିକ ସମ୍ପର୍କ। ଏଠି ମୁଁ ଗୋଟେ ଆମେ ଓଲ୍ଡ ଟାଉନରେ ଆମର ପୁରୀର ଯେହେତୁ ସେବାୟତ ପରିବାରରେ ଜନ୍ମ, ସେବାୟତ ଘର ଆମର ଗୋଟେ ଆମର ଶ୍ରୀ ମନ୍ଦିରରେ ଘଣ୍ଟ ସେବା ଅଛି। ତେଣୁକରି ଆମେ ଯେଉଁଠି ରହୁଛୁ ସେ ସାହିଟା ହେଉଛି ବାଲି ସାହି, ଯେଉଁଟାକି ସେବାୟତ ମାନଙ୍କର ସାହି। ଏଠି ଆମର ଜେଗା ଆଖଡ଼ା ସବୁ ସଂସ୍କୃତି ନେଇକିରି ମନ୍ଦିର ସହ ଜଡ଼ିତ ସାହି। ତେଣୁ ମନ୍ଦିରର ଶ୍ରୀ ଜଗନ୍ନାଥଙ୍କର ଯେଉଁ ସଂସ୍କୃତି ଯେ ଭଲ ପାଇବା ଏବଂ ସମସ୍ତଙ୍କୁ ଆପଣେଇ ନେବା, ସେ ସଂସ୍କୃତି ଆମେ ଗଢ଼ା ହେଇଛୁ। ଏଠି ଭାଇଚାରା ନେଇକି ଆମେ ବଢ଼ିଛୁ। ରାଜନୀତି କହିଲେ ଆମେ ବୁଝୁନାହୁଁ। ଆମର ଲୋକ ସମ୍ପର୍କଟା ହେଉଛି ଆମର ପାରିବାରିକ ସମ୍ପର୍କ। ଆଉ ରାଜନୀତିକୁ କହିଲେ ଆମେ ସମସ୍ତଙ୍କୁ ଗୋଟେ ପରିବାର ଭଳିଆ ଦେଖୁ। ଇଏ ହେଲା ଆମର ସମ୍ପର୍କ, ଇଏ ହେଲା ରାଜନୀତି। ଆକୁ ରାଜନୀତି କିଏ କହିପାରେ? କିଏ ଆକୁ ପୂର୍ବତନ ନଗରପାଳ କି ନଗରପାଳ ହିସାବରେ ଦେଖିପାରେ କିମ୍ବା କ'ଣ ଦେଖିପାରେ, କିନ୍ତୁ ଆମେ ଗୋଟେ ପୁରୀ ସହରକୁ ଆମର ପରିବାର ଭଳିଆ ଦେଖୁ। ଆଉ ଗୋଟେ କଥା କୁହ, ଶ୍ରୀକ୍ଷେତ୍ର ପୁରୀରେ ଜନ୍ମ ହେବା ଏବଂ ଶ୍ରୀକ୍ଷେତ୍ର ପୁରୀରେ ଜଗନ୍ନାଥଙ୍କର ପୁଣି ସେବା କରିବା। ନିଶ୍ଚିତ ଭାବେ ନିଜକୁ ମୁଁ ବହୁତ ବଡ଼ ଭାଗ୍ୟବାନ ଭାବେ। ଯେତେବେଳେ ମୁଁ କେବେ ଜାଣିପାରେନି ଯେ କେତେବେଳେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ କ'ଣ କୃପା, ଜଣେ ସେବାୟତଙ୍କ ଘର ପରିବାରରେ ମୁଁ ଜନ୍ମ ହେଇଥିବାରୁ ଜଗନ୍ନାଥଙ୍କ ସେ ମାନେ ଯେ ଜାଣନ୍ତରେ ଅଜାଣତରେ ମୁଁ କେତେବେଳେ ତାଙ୍କ ପାଖକୁ ଯାଇଛି ଏବଂ କେତେବେଳେ ତାଙ୍କ ଡୋରି ଲାଗିଛି। ତାଙ୍କୁ ଯାଇ ଟିକେ ଦର୍ଶନ ନ କଲେ ଭଲ ଲାଗେ ନାହିଁ। ଏବଂ ତାଙ୍କ ପାଖକୁ ଗଲା ପରେ କି ପ୍ରଭୁ ସବୁ ଦେଇଦିଅନ୍ତି ଯେ କାହାକୁ ଭଲ ପାଇବା ଏବଂ କାହାକୁ ସାହାଯ୍ୟ କରିବା, ଯେଉଁ ଜିନିଷଟା ସେଇ ମହାପ୍ରଭୁଙ୍କ ଦୟା, ମହାପ୍ରଭୁଙ୍କ କୃପା। ଜଗନ୍ନାଥଙ୍କ ମନ୍ଦିର ଜଗନ୍ନାଥ ସଂସ୍କୃତିରେ ନଥିଲେ ପୁରୀରେ ଯେଉଁ କୋଟି ଜନ୍ମରେ କିଛି ପୁଣ୍ୟ ଫଳ ଥିଲା ବୋଲି ଆମେ ମହାପ୍ରଭୁ ଜଗନ୍ନାଥଙ୍କ ଶଙ୍ଖ କ୍ଷେତ୍ରରେ ଜନ୍ମ ନେଇଛୁ। ଯେଉଁମାନେ ପୁରୀରେ ଜନ୍ମ ନେଇଛନ୍ତି, ପୁରୀରେ ଯେଉଁମାନେ ବାସ କରୁଛନ୍ତି, ନିଶ୍ଚିତ ମୁଁ ଭାବେ ମହାପ୍ରଭୁ ଜଗନ୍ନାଥଙ୍କ କରୁଣା ବିନା ଏ ପୁରୀରେ ରହିବା, ପୁରୀର ଜଳବାୟୁରେ ଚଳିବା ତାଙ୍କ ଦୟା ବିନା କିଛି ସମ୍ଭବ ନୁହେଁ। ଆଜ୍ଞା, ଯେତେବେଳେ ଆସିଥିଲେ, ଯେତେବେଳେ ଜନ୍ମ ହୋଇଥିଲେ ଏବଂ ପାଠ ପଢ଼ିବା ସରିବା ପରେ ମଧ୍ୟ ଆପଣ ମଧ୍ୟ ରାଜନୀତି ହେଉ ସମାଜ ସେବା ହେଉ କେଉଁ ଦିନଠୁ ଆରମ୍ଭ ହୋଇଥିଲା ଲାଇଫ୍? ଜୟ ଜଗନ୍ନାଥ। ମୋର ପାଠପଢ଼ା, ଆମେ ତ ମୁଁ ମ୍ୟୁନିସିପାଲ ସ୍କୁଲର ଷ୍ଟୁଡେଣ୍ଟ। ଆମ ବାଲି ସେ ସ୍କୁଲ ଯେଉଁଟାକୁ କୁହନ୍ତି, ଆମେ ଏଠି ମନ୍ଦିର ଚାରିପଟ ସାହିରୁ ଏଠୁ ଯାଇ ମୁଁ ବହୁତ ମୋ ଷ୍ଟୁଡେଣ୍ଟ ଭଲ ନଥିଲି। ମୋର ଜମା ଇଂଲିଶ ହଏ ନାହିଁ। ମୁଁ ବହୁତ ମାନେ କମ୍ପାର୍ଟମେଣ୍ଟାଲ ମୁଁ ପାସ୍ କରିଛି। ମୋର ସାଙ୍ଗମାନେ ଯେତେବେଳେ ଥାର୍ଡ଼ ଇୟର ପଢ଼ିଲେ ମୁଁ ଯାଇକି ପଛରେ ଡିଗ୍ରୀ ପାସ୍ କରିକି ମୁଁ ପଢ଼ିଲି। ତେଣୁକରି ମୋର ଇଂଲିଶଟା ବହୁତ ଖରାପ ହଏ। କିନ୍ତୁ କାଳକ୍ରମେ ଯେତେବେଳେ ଏସ୍ କଲେଜରେ ପଢ଼ିଲୁ, ଯେତେବେଳେ ମୁଁ କଲେଜରେ ରାଜନୀତିରେ ଭାଗ ନେଲି, ମାନେ ସେଟାକୁ ରାଜନୀତି କୁହାଯିବନି, କଲେଜର ଇଲେକ୍ସନରେ ଯେତେବେଳେ ଭାଗ ନେଲି, ସେତେବେଳେ ମୋର ସାଙ୍ଗମାନେ ଯେତେବେଳେ ଉପର କ୍ଲାସରେ ପଢ଼ୁଥାନ୍ତି, ମୁଁ ନୂଆକିରି ପୁଣି କଲେଜ ଜଏନ୍ କରିଥାଏ। ତେଣୁ କରିକି ମୋତେ ସୁବିଧା ହେଲା ଯେ ନୂଆ ସାଙ୍ଗ ଏବଂ ମୋ ପୁରୁଣା ସାଙ୍ଗ ମିଶିକିରି ଏପରି ପରିସ୍ଥିତି ଆସିଥିଲା ଯେ କଲେଜରେ ଆମେ ଲିଡରସିପ୍ ନେଉଥିଲୁ। କଲେଜରେ ଭଲ ମନ୍ଦରେ ଆମେ ଠିଆ ହେଉଥିଲୁ। ଷ୍ଟୁଡେଣ୍ଟମାନଙ୍କ କଥା ନେଇକିରି ପ୍ରିନ୍ସିପାଲ ପାଖେ ଠିଆ ହେବା ଏବଂ ବିଭିନ୍ନ କଲେଜର ସମସ୍ୟା ନେଇ ଆନ୍ଦୋଳନ କରିବା, ସେଇଠୁ ଆମ ଆରମ୍ଭ। ସେତେବେଳେ ଆମେ ରାଜନୀତି କିଛି ଜାଣିନଥିଲୁ। ଆମେ ମାନେ ସବୁ କଥା ହେଉଥିଲୁ ଯେ କେଉଁଟା ଠିକ୍, ସେଥିପାଇଁ ଆମେ ସଂଘର୍ଷ କରିବା। ଯେତେବେଳେ ଆମେ କଲେଜ କ୍ୟାରିୟରରେ ଲୋକ ସମ୍ପର୍କ ରଖୁଥିଲୁ, ବିଜୁ ପଟ୍ଟନାୟକଙ୍କ ଆଦର୍ଶ ରଖି, ବିଜୁ ପଟ୍ଟନାୟକଙ୍କ ଚାଲିଚଳନ, ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଅନୁପ୍ରାଣିତ ହେଇ ଆମେ କେତେବେଳେ ରାଜନୀତିରେ ଅଜାଣତରେ ପଳେଇ ଆସିଛୁ ଆମେ ଜାଣିନୁ। କିନ୍ତୁ କଲେଜ ରାଜନୀତିରୁ ମୋର ଆରମ୍ଭ। କଲେଜ ଭୋଟରେ ମୁଁ ଠିଆ ହେଇଛି ଏବଂ କଲେଜ ଭୋଟରେ ଭଲ ସଂଖ୍ୟକ ଭୋଟରେ ଆମେ କଲେଜରେ ମୁଁ ଜିତିଛି। ଏବଂ କଲେଜ ରାଜନୀତିରୁ ଆଜି ପର୍ଯ୍ୟନ୍ତ ଆମେ ଲୋକଙ୍କ ସାଙ୍ଗରେ ଆଉ ପୁରୀ ସହର ଲୋକଙ୍କ ସାଙ୍ଗରେ ସଦାବେଳେ ରହିଛୁ। ଆଉ ଗୋଟେ ହେଉଛି ମେନ୍, ଯେଉଁଠି ମଞ୍ଚାସୀନ ହୁଅନ୍ତି, ଛୋଟ ଅନୁଷ୍ଠାନ ହେଉ କି ବଡ଼ ଅନୁଷ୍ଠାନ ହେଉ, ଆପଣଙ୍କ ଯେତେ ଅନୁ ଭାଇ ନାଁ ସମସ୍ତେ ମଧ୍ୟ ଗେଷ୍ଟ ମଧ୍ୟ ହିସାବରେ ଆପଣ ମଧ୍ୟ ମଞ୍ଚ ଉପରେ ଯାଇକି ପହଞ୍ଚି ଯାଆନ୍ତି। ସମସ୍ତଙ୍କ ଗୋଟେ ଗୋଟେ ଭଲ ପାଇବା ଭାଇଚାରା। ଶୁଣନ୍ତୁ, ମୁଁ ଯେତେବେଳେ ରାଜନୀତି କି ଜାଣିନଥିଲି, ଯେତେବେଳେ ପ୍ରଥମେ ଆମେ ଆସିଲୁ ବିଜୁ ପଟ୍ଟନାୟକଙ୍କ ଆଦେଶ ଆସିକିରି ଏବଂ
କାଳକ୍ରମେ ଆମେ ଏଠି ବତିପାଣି ମହେଶ୍ୱର ମହାନ୍ତି ସେତେବେଳେ ନେତୃତ୍ୱ ନେଉଛନ୍ତି ପୁରୀରେ। ଆମେ ସେତେବେଳେ ପ୍ରବେଶ କଲୁ ରାଜନୀତିରେ। ଆଉ ସେତେବେଳେ ମୁଁ ଅର୍ବାନ୍ ବ୍ୟାଙ୍କ କୋଅପରେଟିଭ୍ ବ୍ୟାଙ୍କରେ ପ୍ରଥମ ଇଲେକ୍ସନରେ ଲଢ଼ିଲି। ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କରେ ଏଇଟା ଗୋଟେ ମ୍ୟୁନିସିପାଲିଟି ପରେ ପୁରୀର ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ହେଉଛି ପୁରୀ ଅର୍ବାନ୍ ବ୍ୟାଙ୍କ। ତାର ହେଉଛନ୍ତି ପ୍ରାୟ ବହୁତ ଲୋକ ପୁରୀରେ ତା ଦେହରେ ମେମ୍ବର। ଆଉ ପୁରୀ ଅର୍ବାନ୍ ବ୍ୟାଙ୍କ ଲଢ଼ିଟା ଗୋଟେ ବହୁତ ମ୍ୟୁନିସିପାଲିଟି ପରେ ଏପରି ଗୋଟେ ତାର ଗୁରୁତ୍ୱ ଅଛି ଅର୍ବାନ୍ ବ୍ୟାଙ୍କର ଆଜି ପର୍ଯ୍ୟନ୍ତ। ସେଠି ଯିଏ ଠିଆ ହୁଏ ତାର ସେତିକି ଷ୍ଟ୍ରେନ୍ଥ ଥିଲେ ଜିତିକି ଆସିବ। ମୋର ପ୍ରଥମ ଲଢ଼ି ଯେତେବେଳେ ଅର୍ବାନ୍ ବ୍ୟାଙ୍କରେ ମୁଁ ଡାଇରେକ୍ଟର ପାଇଁ ଛିଡ଼ା ହେଲି, ସେତେବେଳେ ଆମ ବ୍ୟାଚର ଯିଏ ଜୟନ୍ତ ଷଡ଼ଙ୍ଗୀ ଯିଏ ବର୍ତ୍ତମାନ ପୂର୍ବତନ ବିଧାୟକ, ସେତେବେଳେ ସେ ଡାଇରେକ୍ଟର ପାଇଁ ଛିଡ଼ା ହେଇଥିଲେ। ଆଉ ମୁଁ ବି ଛିଡ଼ା ହେଇଥିଲି। ଆଉ ଜଣେ ଆଡ଼ଭୋକେଟ୍ ବି ଆମର ବିମଳ ଦାସ ଠିଆ ହେଇଥିଲେ। ମହେଶ୍ୱର ମହାନ୍ତି ଯେତେବେଳେ କୁହାଯାଇଥିଲା ପାର୍ଟି ଅଫିସରେ ମିଟିଂ ହେଲା, ତାଙ୍କୁ କୁହାଯାଇଥିଲା ଯେ ଅନୁଙ୍କୁ ଦିଆଯାଉ ସେତେବେଳେ ଜନତା ଦଳ ଥିଲା। ଜନତା ଦଳରୁ ଅନୁ ଛିଡ଼ା ଆଉ ଯେହେତୁ ଲିଲୁ କାଉନସିଲର ଅଲରେଡ଼ି ଅଛି, ଯାହାକୁ ଜୟନ୍ତ ଷଡ଼ଙ୍ଗୀ, ତାକୁ ନ ଦେଇ ଅନୁକୁ ଦିଆଯାଉ। କିନ୍ତୁ ମହେଶ୍ୱର ମହାନ୍ତିଙ୍କ ଡିସିସନ୍ ଥିଲା ନାଇଁ ଭିତରେ ଜୟନ୍ତ ଷଡ଼ଙ୍ଗୀ ସପୋର୍ଟ କରିଥିଲେ। ତେଣୁ କରିକି ସେତେବେଳେ ଉମାରଥ MLA ପୁରୀରେ ମହେଶ୍ୱର ମହାନ୍ତି ସେତେବେଳେ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍। ତେଣୁକରି ତାଙ୍କ ଦୁଇ ଜଣଙ୍କ ନ ପଡ଼ିବା ଭିତରେ ଆମେ ବଳି ପଡ଼ିଲୁ। ମୋର ହେଇଗଲି ମୁଁ ଉମାର ବଲ୍ଲଭରଥଙ୍କର କ୍ୟାଣ୍ଡିଡେଟ୍ ଏବଂ ଜୟନ୍ତ ଷଡ଼ଙ୍ଗୀ ହେଇଗଲେ ଅର୍ବାନ୍ ବ୍ୟାଙ୍କର ମହେଶ୍ୱର ମହାନ୍ତିଙ୍କ କ୍ୟାଣ୍ଡିଡେଟ୍। ଗୋଟେ ଦଳରୁ ଦୁଇ ଜଣ ଠିଆ ହେଲୁ। ବିମଳ ଦାସ ବି ଯେଉଁ ଆଡ଼ଭୋକେଟ୍ ଅଛନ୍ତି ସିଏ ବି ମୋର ବନ୍ଧୁ, ସେ ଜୟନ୍ତ ଷଡ଼ଙ୍ଗୀର ବି ବନ୍ଧୁ। ସିଏ ବି ଠିଆ ହେଇଗଲେ। ଆମେ ଏଇ ଉମାରଥଙ୍କ ଗ୍ରୁପରୁ ଆମେ ଗୋଟେ ଗ୍ରୁପ 2 ଜଣ ଠିଆ ହେଇଗଲୁ। ତେଣୁ ଏମିତି ଗୋଟେ ଲଢ଼ି ହେଲା। ତା ଦେହରେ ମହେଶ୍ୱର ମହାନ୍ତି ଭର୍ସେସ୍ ଉମାରଥ ହେଲା। କିନ୍ତୁ ମୁଁ ଯେହେତୁ କଲେଜ ରାଜନୀତିରୁ ଆସିଥିଲି, କଲେଜରେ ମୋର ପୁରୀ ସହରରେ ଏଇ ଭୋଟ୍ଟା ଅର୍ବାନ୍ ବ୍ୟାଙ୍କର ପୁରୀ ସହରଟା ଆଙ୍କର ଏଠି 5ଟା ଥିବ, ସେଠି 2ଟା ଥିବ, ଏଠି ଗୋଟେ ଭୋଟ୍ ଥିବ। ତା ଦେହରେ ମୁଁ ଜୟନ୍ତ ଷଡ଼ଙ୍ଗୀ ମୁଁ ତାଙ୍କ ଠାରୁ ଜିତିଥିଲି। ତେଣୁ ସେଇଠୁ ମୋର ଆରମ୍ଭ। ତାପରେ ସେ ଗୋଟି ଚାଳନା ସେଇଠୁ ଆରମ୍ଭ ହୋଇଥିଲା। ଏବଂ ଯେତେବେଳେ ଭାଇସ୍ ପ୍ରେସିଡେଣ୍ଟ ଇଲେକ୍ସନ୍ ହେଲା ଅର୍ବାନ୍ ବ୍ୟାଙ୍କର, ଯେତେବେଳେ ଚଣ୍ଡୀ ସିଂ ପ୍ରେସିଡେଣ୍ଟ, ଭାଇସ୍ ପ୍ରେସିଡେଣ୍ଟ ହେବା ପାଇଁ ଯେତେବେଳେ ମହେଶ୍ୱର ମହାନ୍ତିଙ୍କ ଗ୍ରୁପରୁ ସେତେବେଳେ ଡାଇରେକ୍ଟର ବହୁତ ଜିତିଥାନ୍ତି। କିନ୍ତୁ ଆମର ଭଗବାନ ଜଗନ୍ନାଥଙ୍କ କୃପା ଏବଂ ଆମ ଗୋଟି ଚାଳନାରେ ସେତେବେଳେ ନମିତାନନ୍ଦ ଏବଂ କ୍ୟାଣ୍ଡିଡେଟ୍ ହେଲେ ଭାଇସ୍ ଚେୟାରମ୍ୟାନ୍। ମୁଁ ତାଙ୍କୁ ବି ହରେଇକିରି ଇଣ୍ଡିପେଣ୍ଡେଣ୍ଟରେ ମୁଁ ବି ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ଭାଇସ୍ ପ୍ରେସିଡେଣ୍ଟ ହେଇଥିଲି। ସେତେବେଳେ ଗୋଟେ ଅଲଗା ପ୍ରକାର ପୁରୀରେ ମାହୋଲ ଥିଲା ଯେ ଏମାନେ ମହେଶ୍ୱର ମହାନ୍ତିଙ୍କୁ ଚାହିଁଲେ ମଧ୍ୟ ଏମାନେ ଅର୍ବାନ୍ ବ୍ୟାଙ୍କରେ ଏମାନେ ସ୍ୱତନ୍ତ୍ର ନିଜର ବଜେଇ ରଖିଛନ୍ତି, ସେ ବ୍ୟବସ୍ଥା ହେଇଥିଲା। ଆଉ ଗୋଟେ କଥା କହିବେ, ଯେତେବେଳେ ନଗରପାଳ ପ୍ରଥମ ହେଲେ, ଆପଣ କେଉଁ ମସିହାରେ ନଗରପାଳ ଶୁଣନ୍ତୁ, ମୁଁ ସେତେବେଳେ ଆମର ଯେତେବେଳେ ଜନତା ଦଳରୁ ରାଜନୀତି ଆମର ଆରମ୍ଭ, କିନ୍ତୁ ଯେତେବେଳେ ବିଜେଡ଼ି ଆରମ୍ଭ ହେଲା, ବିଜେଡ଼ି ଦଳର ପ୍ରଥମ ସଭାପତି ଟାଉନ୍ ସଭାପତି ମୁଁ ହେଇଥିଲି। ତେଣୁକରି ବିଜେଡ଼ି ଯେତେବେଳେ ଆରମ୍ଭର ସଭାପତି ଏବଂ ବିଗତ ଜନତା ଦଳର ମୁଁ ଟାଉନ୍ ସଭାପତି, ଶେଷ ସଭାପତି ଜନତା ଦଳର ଏବଂ ବିଜୁ ଜନତା ଦଳର ପ୍ରଥମ ସଭାପତି ମୁଁ। ତେଣୁ କରିକିରି ଯେତେବେଳେ କାଉନସିଲ୍ ଇଲେକ୍ସନ୍ ହେଲା, ମୁଁ ଯେତେବେଳେ ଜିତିଥିଲୁ, ଆମେ 11 କାଉନସିଲରରୁ ମହେଶ୍ୱର ମହାନ୍ତି ଯେତେବେଳେ ଜିଲ୍ଲା ସଭାପତି ଥାନ୍ତି ଏବଂ MLA ଥାନ୍ତି, ଆମେ ବିଜେପିଙ୍କୁ ଭୋଟ୍ରେ କମେଇକିରି ଆମେ 11 କାଉନସିଲର, ତା ପୂର୍ବରୁ ଥିଲେ ସୁରାଜ ଚେୟାରମ୍ୟାନ୍ ଥିଲେ, 11ଟା ୱାର୍ଡ଼ରେ ଥିଲେ ଆମର ଜନତା ଦଳ କାଉନସିଲର। କିନ୍ତୁ ବିଜେଡ଼ିରୁ ଆମେ 21 କାଉନସିଲର ଆସିଥିଲୁ, ଯେଟାକି ସେଇଟାରେ ବହୁତ କ୍ରେଡ଼ିଟ୍ ଥିଲା ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱ MLA ଏବଂ ମୁଁ ଦଳର ସଭାପତି ସେତେବେଳେ ଥିଲି, ମୋର ହେବା କଥା। ତେଣୁ କରିକିରି ମୁଁ ପ୍ରଥମ ଥର ଭୋଟ୍ରେ କାଉନସିଲର ହିସାବରେ ଜିତିଥିଲି ବିଜେଡ଼ିରୁ। ତେଣୁ କରିକିରି ଯେହେତୁ ଦଳର ସଭାପତି ଥିଲି, ଯେଉଁମାନେ କାଉନସିଲର ଥିଲେ ସମସ୍ତେ ଯୋଡ଼ି ନେତାଙ୍କୁ ମାନିଥିଲେ, ଯେ କି ବତ୍ତିପାଠି ଏବଂ ମହେଶ୍ୱର ମହାନ୍ତି। ଆଉ ତୃତୀୟ ଲୋକ ଚିନ୍ତା ହେଲା ବେଳକୁ, ଯେହେତୁ ମୁଁ ଦଳ ସଭାପତି ଟାଉନ୍ର ଥିଲି, ମୋ ନାଁ ଉଠୁଥିଲା ଯେ ଆମେ ମହେଶ୍ୱର ମହାନ୍ତିଙ୍କ ପରେ ନେତୃତ୍ୱ ଦେଇକି ଆମ ପାଇଁ ଭଲ ମନ୍ଦ ବୁଝନ୍ତି, ସେ ହେଲା ଅନୁ ଭାଇ। ତେଣୁ କରିକିରି ମୁଁ ସମସ୍ତଙ୍କ ଏତେ ପ୍ରିୟ ଥିଲି, ମୋତେ ସବୁ କାଉନସିଲର ଆଶା କରୁଥିଲେ ଯେ ଅନୁ ଭାଇଙ୍କି ଟାଉନ୍ ସଭାପତି ତାଙ୍କ ନେତୃତ୍ୱରେ ରଣକୌଶଳରେ ଆମେ ଅଧିକା ଜିତିକି ଆସିଛୁ, ଆଉ ସିଏ ଚେୟାରମ୍ୟାନ୍ ହେବେ। ସେତେବେଳେ ଆମର ବନ୍ଧୁ ମୋର ଜୟନ୍ତ ଷଡ଼ଙ୍ଗୀ ଅନକଣ୍ଟେଷ୍ଟ କାଉନସିଲର ହେଇକି ଜିତିକି ଆସିଥାନ୍ତି। କିନ୍ତୁ ମହେଶ୍ୱର ମହାନ୍ତି ଚାହିଁଲେ, ଆମ ଭିତରେ ଦୁଇ ଜଣଙ୍କ ଭିତରେ ଲଢ଼େଇ ହେଲା। ସିଏ ଲାଷ୍ଟକୁ ବେଣୁ ସେଠିକି କରିବାକୁ ଚେଷ୍ଟା କଲେ। ମୁଁ ରିଭୋଲ୍ଟ କରିଥିଲି, କିନ୍ତୁ ମୋତେ ଯେତେବେଳେ ବୁଝେଇଥିଲେ ସେତେବେଳର ମହେଶ୍ୱର ମହାନ୍ତି ଏବଂ ଅନେକ ବୁଝିଦେଲେ, ମୁଁ ପୁଣି ରିଭୋଲ୍ଟ ନ କରି ୱିଡ୍ର କରିଥିଲି ଏବଂ ଦଳର କଥା ମାନିକିରି ବେଣୁ ସେଠି ହିଁ ଚେୟାରମ୍ୟାନ୍ ହେଇଥିଲେ। କଥା ଛିଡ଼ିଲା ଗୋଟେ ବର୍ଷ ପରେ ସେ ରିଜାଇନ୍ କରିବେ ଏବଂ ତାପରେ ପୁଣି ଆମ ପାଳି ପଡ଼ିବ। କିନ୍ତୁ ଯେତେବେଳେ ସିଏ ତାହା କଲେ ନାହିଁ, ତାପରେ ପୁଣି
ବେଳୁ ସେଠି ଯେତେବେଳେ ରିଜାଇନ୍ କଲେ ଆମେ ଭୋଟ୍ ହେଲା ଭୋଟ୍ରେ ମୋତେ ମୁଁ ଆଶା ରଖିଥିଲି ଯେ ମୋତେ ମହେଶ୍ୱର ମହାନ୍ତି ଆମ ଦଳ କରିବେ ବୋଲି କିନ୍ତୁ ଦଳର ସମସ୍ତଙ୍କ ସତ୍ତ୍ୱେ ବି ମହେଶ୍ୱର ମହାନ୍ତି ମୋତେ ନ କରିକିରି ଚିନ୍ତା କଲେ ଜୟନ୍ତ ଷଡ଼ଙ୍ଗୀ ତାଙ୍କର ସେ ବେଶୀ ଟ୍ରଷ୍ଟ ମନେ କଲେ ଜୟନ୍ତ ଷଡ଼ଙ୍ଗୀ ସେ ବିଜେଡ଼ିର ଚେୟାରମ୍ୟାନ୍ ପ୍ରାର୍ଥୀ ଡିକ୍ଲେୟାର କଲେ ତେଣୁକୁ ମୁଁ ବାଧ୍ୟ ରିଭଲ୍ଟ କରି ଇଣ୍ଡିପେଣ୍ଡେଣ୍ଟରେ ଆଉ ଯାହାକି ବିଜେଡ଼ିର କିଛି କାଉନସିଲର ଏବଂ ବିଜେପି କଂଗ୍ରେସ ତିନି ଦଳର କାଉନସିଲରଙ୍କୁ ନେଇ ଇଣ୍ଡିପେଣ୍ଡେଣ୍ଟ ଚେୟାରମ୍ୟାନ୍ ହେଇଥିଲି ଯାହାକି ମହେଶ୍ୱର ମହାନ୍ତିଙ୍କର ଡାଇରେକ୍ଟ ସମର୍ଥନରେ ବିଜେଡ଼ିର ଜୟନ୍ତ ଷଡ଼ଙ୍ଗୀକୁ ମୁଁ ହରେଇ ମୁଁ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ଇଣ୍ଡିପେଣ୍ଡେଣ୍ଟ ଭାବରେ ହେଇଥିଲି ତେଣୁକରି ସିଏ ଜଗନ୍ନାଥଙ୍କ କୃପା ପୁରୀ ସହର ଲୋକଙ୍କୁ ଭଲ ପାଇବା ସେଇ ଯେଉଁ ଭଲ ପାଇବା ଭାଇଚାରା ଭିତରେ ଆମେ ସେ ସମୟରେ ଇଲେକ୍ସନରେ ମୁଁ ଚେୟାରମ୍ୟାନ୍ ହେଲା ପରେ କେବଳ ଭାବେ ମୋ ଜଗନ୍ନାଥଙ୍କ କୃପା ଏବଂ ଲୋକଙ୍କ ଭଲ ପାଇବା ଦ୍ୱାରା ହିଁ କେତେବେଳେ ସେତେବେଳେ ମହେଶ୍ୱର ମହାନ୍ତି ବହୁତ ପାୱାରଫୁଲ୍ ଥିଲେ ସ୍ପିକର ଥିଲେ ଏବଂ ତାଙ୍କ ବିନା ପତ୍ର ହଲୁନଥିଲା ଭଳି ରାଜନୀତିରେ ପୁରୀ ରାଜନୀତିରେ ତାଙ୍କ ପ୍ରଥମେ ମୁଁ ଯେତେବେଳେ ତାଙ୍କୁ ଜୟନ୍ତ ଷଡ଼ଙ୍ଗୀ ହରେଇକିରି ଇଣ୍ଡିପେଣ୍ଡେଣ୍ଟ ଚେୟାରମ୍ୟାନ୍ ହେଲି ତେଣୁକରି ତାଙ୍କର ମୋର ଭିତରେ ଗୋଟେ ମତ ପାର୍ଥକ୍ୟ ହେଲା ଏବଂ ସେ ବହୁତ ମୋତେ ଚେଷ୍ଟା କରିଛନ୍ତି ରାଜନୀତିରେ ନ ରହିବା ପାଇଁ କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଲୋକଙ୍କୁ ଭଲ ପାଇବାରେ ସେଇଦିନ ଠାରୁ ରାଜନୀତିରେ ଆମେ ଅଛୁ ଏବଂ ପରବର୍ତ୍ତୀ କ୍ରମେ ମୋ ୱାର୍ଡ଼କୁ ଡିକ୍ଲେୟାର କରିଦିଆଗଲା ଲେଡ଼ିସ୍ ଆଉ ମୋତେ ଦଳର ମୁଁ ସଭାପତି ଥିଲେ ମଧ୍ୟ ମୋତେ ଦଳୀୟ ଟିକେଟ୍ ଦିଆଗଲା ନାହିଁ ମୋ ୱାର୍ଡ଼ର ମୁଁ ତେଣୁକୁ ମୋ ମିସେସ୍କୁ ଠିଆ କରିକି ଇଣ୍ଡିପେଣ୍ଡେଣ୍ଟ ବି ଜିତେଇକିରି ଦେଖେଇଲୁ ଯେ ନାଇଁ ଏଠି ଭାଇଚାରା କାମ ଦିଏ ଏଠି ଦଳୀୟ ଚିହ୍ନ କି ବାହୁବଳ କି ଅର୍ଥବଳ କାମ ଦିଏନି ସମ୍ପର୍କଟା କାମ ଦିଏ ମୁଁ ମୋ ସ୍ତ୍ରୀକି ଇଣ୍ଡିପେଣ୍ଡେଣ୍ଟ ଜିତେଇକି ଆଣିଥିଲି ମହେଶ୍ୱର ମହାନ୍ତିଙ୍କ ଦଳର ଯେତେ ଚେଷ୍ଟା ସତ୍ତ୍ୱେ ବି ମୁଁ ଇଣ୍ଡିପେଣ୍ଡେଣ୍ଟ ଜିତେଇକି ଆଣିଥିଲି ମୋ ସ୍ତ୍ରୀ ବି ସେତେବେଳେ ଇଣ୍ଡିପେଣ୍ଡେଣ୍ଟ ଚେୟାରମ୍ୟାନ୍ ପାଇଁ ଫାଇଲ୍ କରିଥିଲେ କଣ୍ଟେଷ୍ଟ କରିଥିଲେ ତେଣୁକୁ ସେତେବେଳେ ବି ମ୍ୟୁନିସିପାଲିଟିର ମୁଁ ଗୋଟେ ବିରୋଧୀ ଦଳ ଭାବେ ଆମେ ଗ୍ରହଣ କରିଥିଲୁ ତାପରେ ବି ପୁଣି ଏମିତି ଗୋଟେ ପରିସ୍ଥିତି ହେଲା ଯେ ମୋତେ ଦଳ ଟିକେଟ୍ରୁ ବଞ୍ଚିତ କରାଗଲା ମୁଁ ପୁଣି ଇଣ୍ଡିପେଣ୍ଡେଣ୍ଟ ଭାବେ କାଉନସିଲର ମୋ ୱାର୍ଡ଼ରୁ ଜିତିକି ଆସିକି ଚେୟାରମ୍ୟାନ୍ ପାଇଁ ଆପ୍ଲାଏ କରିଥିଲି କିନ୍ତୁ ଯେହେତୁ ଜୟନ୍ତର ଆମର ସେତେବେଳେ ସମ୍ପର୍କ ଥିଲା ଏତେ ଇଏ ନାହିଁ ମୁଁ କଣ୍ଟେଷ୍ଟ ଆଉ କଲି ନାହିଁ ତେଣୁ କରିକି ଆମେ ରାଜନୀତିରେ ସେଇ ଦିନଠୁ କଲେଜ କ୍ୟାରିୟରରୁ ଆଜି ପର୍ଯ୍ୟନ୍ତ ରାଜନୀତି ନୁହଁ ତ ଲୋକ ସମ୍ପର୍କରେ ଅଛୁ ରାଜନୀତି ନୁହେଁ ଲୋକଙ୍କ ଭଲ ମନ୍ଦରେ ଆମେ ଅଛୁ ଜଗନ୍ନାଥଙ୍କ କୃପାରୁ କାହାର ଗୋଟେ ଲୋକଙ୍କର ଯେତେବେଳେ କାମ କରିଦେଉ ଲାଗେ ପ୍ରଭୁ ଆମ ଦ୍ୱାରା କାମ କରୁଛନ୍ତି ମୋ ଦ୍ୱାରା କାମ କରୁଛନ୍ତି ପ୍ରଭୁଙ୍କ ଦୟା ବିନା କିଛି ହୁଏ ନାହିଁ ତେଣୁ ତାପରେ ଯେତେବେଳେ ଆମେ ଜଗନ୍ନାଥଙ୍କ ମନ୍ଦିରରେ ଜଣେ ସେବାୟତ ହିସାବରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ସବୁ କାମରେ ରହିଲୁ ସବୁଥିରେ ପୁରୀର ଡେଭଲପମେଣ୍ଟରେ ଉଣା ଅଧିକ ଭାଗ ନେଲୁ ଲୋକଙ୍କ ଭଲ ପାଇବାଟା ଅଛି ଲୋକଙ୍କ ସେଇ ଗୌରବୀ ପ୍ରଧାନ ଭଲ ନା ନ ବୁଝି ଅନୁଭାଇଟା ହିଁ କହନ୍ତି। ଆଉ ଗୋଟେ କଥା କହେ ଯୁବପିଢ଼ି ମାନେ ଯେଉଁ ରହିଛନ୍ତି ନିଶାଗତ ହେଉଛନ୍ତି ଏବଂ ଆପଣ ପକ୍ଷରୁ ଯୁବପିଢ଼ିମାନଙ୍କୁ ମେସେଜ୍ କ'ଣ ରହିବ? ନିଶ୍ଚିତ ଭାବେ ମୁଁ ଗୋଟିଏ କଥା କହିବି ଯେ ଭଲ କର୍ମର ଫଳ ନିଶ୍ଚିତ ଭାବେ ଭଗବାନ ଦେବେ କର୍ମ କରିଚାଲ ଭଲ କର୍ମ କର ନିଶ୍ଚିତ ଭାବେ ଭଗବାନ ଜଗନ୍ନାଥ ତାର ଫଳ ଦେବେ ମୁଁ ମୋ ନିଜ ଜୀବନରୁ ଜାଣିଛି ରାଜନୀତିରେ ବହୁତ ଝଡ଼ ଝଞ୍ଜା ଆସିଛି କିନ୍ତୁ ମୋତେ ଗୋଟେ ଜଗନ୍ନାଥଙ୍କ କୃପା ଏବଂ ନିଜର ମୋର ଯେଉଁ ପରିଶ୍ରମ କରିଥିଲି ତାକୁ ଭଗବାନ ଯେତେବେଳେ କଷ୍ଟ ହେଲେ ମଧ୍ୟ ସବୁବେଳେ ଫଳ ଦେଇଛନ୍ତି ଲୋକଙ୍କ ଭଲ ପାଇବାଟା ମୋତେ ମିଳିଛି।